ମୋ ନାଁ ଅନନ୍ୟା। ମୋ ଜୀବନ ଏକ ଖୋଲା ବହି ପରି ହେଲେ ମଧ୍ୟ ସେଥିରେ ଅନେକ ଦୁଃଖର ପୃଷ୍ଠା ଲୁଚି ରହିଥିଲା। ମୁଁ ଭୁବନେଶ୍ୱର ଭଳି ଏକ ବଡ଼ ସହରରେ ରହେ। ଆଜି ମୋ ପାଖରେ ସବୁ ଅଛି, କିନ୍ତୁ ଏକାକୀପଣ ମୋତେ ସବୁବେଳେ ଘେରି ରହିଥାଏ। ମୋର 1 ବର୍ଷର ପୁଅ ଅଛି, ତା ନାଁ ଚିନୁ। ମୁଁ ବିବାହ କରିନାହିଁ, କିନ୍ତୁ ମୁଁ ଜଣେ ମା'। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ମୋ ଜୀବନର ସତ୍ୟ ଏଇଆ। ଅନେକ ବର୍ଷ ତଳେ ମୁଁ ରାଜେଶ ନାମକ ଜଣେ ଯୁବକକୁ ଭଲ ପାଉଥିଲି। ସେ ମୋତେ ବିବାହର ପ୍ରତିଶ୍ରୁତି ଦେଇ ମୋ ସହ ସମ୍ପର୍କ ରଖିଥିଲା। କିନ୍ତୁ ଯେତେବେଳେ ମୁଁ ଗର୍ଭବତୀ ହେଲି, ସେତେବେଳେ ସେ ନିଜର ଅସଲ ରୂପ ଦେଖାଇଲା। ମୁଁ ଯେତେବେଳେ ତା ଘରକୁ ଗଲି, ଦେଖିଲି ସେ ଆଗରୁ ବିବାହିତ ଏବଂ ମୋ ସହ କେବଳ ଖେଳ ଖେଳୁଥିଲା। ସେହି ସମୟରେ ମୋର ପରିବାର ମଧ୍ୟ ମୋତେ ସାହାଯ୍ୟ କଲେ ନାହିଁ। ମୋ ବାପା ମା' ମୋତେ ଏବଂ ମୋ ପିଲାକୁ ଗ୍ରହଣ କରିବାକୁ ମନା କରିଦେଲେ। ମୁଁ ହାରି ନ ଯାଇ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କଲି ଏବଂ ସହରକୁ ଆସି ଚାକିରି କଲି। ଦିନେ ମୋର ଗାଁ ପଦ୍ମପୁରରୁ ଖବର ଆସିଲା। ମୋ ଜେଜେବାପାଙ୍କର ମଧତମ ଜନ୍ମଦିନ ଥିଲା। ସେ ମୋତେ ବହୁତ ଭଲ ପାଉଥିଲେ, ତେଣୁ ସେ ମୋତେ ନିମନ୍ତ୍ରଣ ପଠାଇଲେ। ମୁଁ ମୋ ପୁଅ ଚିନୁକୁ ଧରି ଗାଁକୁ ଗଲି। ସେଇଠାରେ ସମସ୍ତେ ମୋତେ ଘୃଣା କରୁଥିଲେ ମଧ୍ୟ ଜେଜେବାପା ମୋତେ ବହୁତ ସ୍ନେହ ଦେଲେ। ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ମୋ ପାଖକୁ ଅଫିସରୁ ଏକ ଜରୁରୀ ଫୋନ୍ ଆସିଲା। ମୁଁ କଥା ହେବା ପାଇଁ ବାହାରକୁ ଗଲି ଏବଂ ଚିନୁକୁ ଜେଜେବାପାଙ୍କ ପାଖରେ ଛାଡ଼ିଦେଲି। କିନ୍ତୁ ଯେତେବେଳେ ମୁଁ ଫେରିଲି, ଦେଖିଲି ଜେଜେବାପା କୌଣସି କାମରେ ବ୍ୟସ୍ତ ଅଛନ୍ତି ଏବଂ ଚିନୁ ଘରର ଏକ ଚାକର କୋଳରେ ବସି ଖେଳୁଛି। ସେହି ଚାକରଟି ଦେଖିବାକୁ ବହୁତ ସାଧାରଣ ଥିଲା। ମୁଁ ତା ପାଖରୁ ପିଲାକୁ ନେବାକୁ ଚେଷ୍ଟା କଲି, ସେତେବେଳେ ସେ ମୋତେ ଅଟକାଇଲା। ସେ ବହୁତ ନମ୍ରତାର ସହ କହିଲା, ମାଲିକାଣୀ, ମୋ ନାଁ କାଳିଆ। ମୁଁ ଏଠାରେ ଗାଈଗୋରୁଙ୍କ ସେବା କରେ। କିନ୍ତୁ ଏବେ ସାହେବ ଗାଈମାନଙ୍କୁ ବିକ୍ରି କରିଦେବାକୁ ଚାହୁଁଛନ୍ତି, ତେଣୁ ମୋ ପାଖରେ କୌଣସି କାମ ନାହିଁ। ଯଦି ଆପଣଙ୍କ ପାଖରେ କିଛି କାମ ଥାଆନ୍ତା, ତେବେ ମୋର ବଡ଼ ଉପକାର ହୁଅନ୍ତା। ମୋ ବାପା ମା' ମଧ୍ୟ ବହୁତ ଗରିବ। ମୁଁ ଭାବିଲି, ମୁଁ ସହରରେ ଏକା ରହୁଛି, ମୋତେ ପିଲାର ଯତ୍ନ ନେବା ପାଇଁ ଜଣେ ବିଶ୍ୱସ୍ତ ଲୋକ ଦରକାର। ମୁଁ ତାକୁ କହିଲି, ମୁଁ ତୁମକୁ ସହରକୁ ନେଇଯାଇପାରିବି, କିନ୍ତୁ ତୁମକୁ ମୋ ପୁଅର ଯତ୍ନ ନେବାକୁ ପଡ଼ିବ। ସେ ତୁରନ୍ତ ରାଜି ହୋଇଗଲା। ମୁଁ ତାକୁ ମାସିକ 10,000 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲି। ଏମିତି ଭାବରେ କାଳିଆ ମୋ ସହ ଭୁବନେଶ୍ୱର ଆସିଲା। ସହରକୁ ଆସିବାର କିଛି ଦିନ ମଧ୍ୟରେ କାଳିଆ ସମସ୍ତଙ୍କର ପ୍ରିୟ ହୋଇଗଲା। ବିଶେଷ କରି ଚିନୁ ତାକୁ ବହୁତ ଭଲ ପାଇଲା। କାଳିଆ ଦିନସାରା ଘର କାମ କରୁଥିଲା ଏବଂ ଚିନୁ ସହ ଖେଳୁଥିଲା। ସେ ଏତେ ପରିଶ୍ରମୀ ଥିଲା ଯେ ମୁଁ ଧୀରେ ଧୀରେ ତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ଲାଗିଲି। ଦିନେ ରାତିରେ ଚିନୁ ବହୁତ କାନ୍ଦିଲା ଏବଂ କୌଣସି ପ୍ରକାରେ ଶୋଇଲା ନାହିଁ। କାଳିଆ ଯେତେବେଳେ ତାକୁ ନିଜ ପାଖକୁ ନେଲା, ଚିନୁ ତୁରନ୍ତ ଶାନ୍ତ ହୋଇ ଶୋଇଗଲା। ସେଦିନ ରାତିରେ ଚିନୁ କାଳିଆକୁ ଛାଡ଼ିଲା ନାହିଁ, ତେଣୁ କାଳିଆ ମୋ ରୁମରେ ତଳେ ଶୋଇଲା। ସେଦିନ ପରଠାରୁ ସେ ପ୍ରାୟ ସବୁଦିନ ଚିନୁ ପାଇଁ ମୋ ରୁମରେ ଶୋଇବାକୁ ଲାଗିଲା। ତାର କାମରେ ଖୁସି ହୋଇ ମୁଁ ଦିନେ ତାକୁ ଏକ ସପିଂକୁ ନେଇଗଲି। ମୁଁ ତା ପାଇଁ ଭଲ ପୋଷାକ କିଣିଲି ଏବଂ ତାର ହେୟାର ଷ୍ଟାଇଲ ମଧ୍ୟ ବଦଳାଇ ଦେଲି। ଯେତେବେଳେ ସେ ନୂଆ ପୋଷାକ ପିନ୍ଧି ବାହାରକୁ ଆସିଲା, ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଗଲି। ସେଦିନ ପର୍ଯ୍ୟନ୍ତ ଯାହାକୁ ମୁଁ ଜଣେ ସାଧାରଣ ଚାକର ବୋଲି ଭାବୁଥିଲି, ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ମାର୍ଟ ଲାଗୁଥିଲା। ତାର ଶରୀର ଗଠନ ମଧ୍ୟ ବହୁତ ମଜବୁତ ଥିଲା। ଘରକୁ ଫେରିବା ପରେ ମୁଁ ବହୁତ କ୍ଳାନ୍ତ ଅନୁଭବ କରୁଥିଲି। ମୋର ବହୁତ ମୁଣ୍ଡବିନ୍ଧା ହେଉଥିଲା। ମୋର ପୂର୍ବରୁ ମାଇଗ୍ରେନ୍ ସମସ୍ୟା ଥିଲା। କାଳିଆ ଏହା ଦେଖି ପାଖକୁ ଆସିଲା ଏବଂ ବହୁତ ନମ୍ରତାର ସହ କହିଲା, ମାଲିକାଣୀ, ଯଦି ଆପଣଙ୍କର କିଛି ଆପତ୍ତି ନଥାଏ, ତେବେ ମୁଁ ଟିକେ ମୁଣ୍ଡ ମାଲିସ କରିଦେବି କି? ମୁଁ ମନା କରିପାରିଲି ନାହିଁ। ତା ହାତର ସ୍ପର୍ଶରେ ଏକ ଅଜବ ଶାନ୍ତି ଥିଲା। ଧୀରେ ଧୀରେ ମୋର ଯନ୍ତ୍ରଣା କମିଗଲା ଏବଂ ମୋତେ ଗଭୀର ନିଦ ଆସିଗଲା। ସେଦିନ ମୁଁ ବହୁତ ବର୍ଷ ପରେ ଶାନ୍ତିରେ ଶୋଇଲି। ଦିନେ ମୋ ଅଫିସରେ ଏକ ଫଙ୍କସନ୍ ଥିଲା। ମୁଁ ଏକ ପାରମ୍ପରିକ ଗୁଜୁରାଟୀ ପୋଷାକ, ଘାଘରା ପିନ୍ଧି ପ୍ରସ୍ତୁତ ହେଉଥିଲି। କିନ୍ତୁ ପଛପଟେ ଗଣ୍ଠି ବାନ୍ଧିବାରେ ମୋତେ ବହୁତ ଅସୁବିଧା ହେଉଥିଲା। ମୁଁ କାଳିଆକୁ ଡାକିଲି ଏବଂ ସାହାଯ୍ୟ ମାଗିଲି। ସେ ଗଣ୍ଠି ବାନ୍ଧିବା ସମୟରେ ତାର ହାତ ମୋ ଶରୀରରେ ବାଜୁଥିଲା। ମୁଁ ଜଣେ 40 ବର୍ଷୀୟା ମହିଳା ହୋଇଥିଲେ ମଧ୍ୟ ସେହି ସମୟରେ ମୋ ଭିତରେ ଏକ ଅଜବ ଭାବନା ସୃଷ୍ଟି ହେଲା। କାଳିଆ ଗଣ୍ଠି ବାନ୍ଧିବା ପରେ କହିଲା,
ମାଲିକାଣୀ, ଆପଣ ଆଜି ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାର ଏହି କଥା ମୋତେ ଲାଜେଇ ଦେଲା। ସେହିଦିନ ସନ୍ଧ୍ୟାରେ ମୋର ଜଣେ ସାଙ୍ଗ ମୀରା ଏବଂ ତାର ପ୍ରେମିକ ସୁମିତ ମୋ ଘରକୁ ଆସିଲେ। ସେମାନେ କିଛିଦିନ ମୋ ଘରେ ରହିବାର ଥିଲା। କାଳିଆ ବହୁତ ଭଲ ଖାଦ୍ୟ ତିଆରି କରିଥିଲା। କିନ୍ତୁ ସୁମିତ ଜଣେ ଖରାପ ସ୍ୱଭାବର ଲୋକ ଥିଲା। ସେ ମୋ ଉପରେ ଖରାପ ନଜର ପକାଉଥିଲା। କାଳିଆ ଏହା ଲକ୍ଷ୍ୟ କରିଥିଲା। ସେଦିନ ରାତିରେ ସମସ୍ତେ ମଦ ପିଇ ନିଶାରେ ଥିଲେ। ସୁମିତ ମୋ ପାଖକୁ ଆସି କିଛି ଅସଭ୍ୟ କଥା କହିବାକୁ ଲାଗିଲା। କାଳିଆ ଦୂରରୁ ଏହା ଦେଖି ବହୁତ ରାଗିଯାଇଥିଲା, କିନ୍ତୁ ସେ କିଛି କହିନଥିଲା। ତା ପରଦିନ ସକାଳେ ଏକ ବଡ଼ ଗଣ୍ଡଗୋଳ ହେଲା। ମୀରା ବହୁତ ରାଗିଯାଇଥିଲା ଏବଂ କାଳିଆକୁ ଗାଳି ଦେଉଥିଲା। ସେ କହୁଥିଲା ଯେ କାଳିଆ ସୁମିତଙ୍କ ହାତ ଭାଙ୍ଗି ଦେଇଛି। କାଳିଆ କେବଳ ଚୁପ୍ ରହିଥିଲା ଏବଂ କହୁଥିଲା ଯେ ସେ କିଛି କରିନାହିଁ। ସୁମିତ ବୋଧହୁଏ ନିଶାରେ ପଡ଼ିଯାଇଛନ୍ତି। ମୁଁ କାଳିଆକୁ ଗାଳି ଦେଲି, କିନ୍ତୁ ମନେ ମନେ ଭାବୁଥିଲି ଯେ କାଳିଆ କାହିଁକି ଏମିତି କରିବ। ସେଦିନ ଅଫିସ୍ ଛୁଟି ଥିଲା। ମୁଁ ଘରେ ଥିଲି ଏବଂ ନିଜର ଗୋଡ଼ ୱାକ୍ସିଂ କରୁଥିଲି। ଭୁଲରେ ଗରମ ୱାକ୍ସ ମୋ ଗୋଡ଼ରେ ପଡ଼ିଗଲା ଏବଂ ମୁଁ ଜୋରରେ ଚିତ୍କାର କଲି। କାଳିଆ ଧାଇଁ ଆସିଲା ଏବଂ ମୋ ଗୋଡ଼କୁ ଧରି ସେଥିରେ କ୍ରିମ୍ ଲଗାଇବାକୁ ଲାଗିଲା। ସେହି ସମୟରେ ସେ ମୋତେ ବହୁତ ଭିନ୍ନ ଦେଖାଯାଉଥିଲା। ତାର ଆଖିରେ ମୋ ପ୍ରତି ଏକ ଗଭୀର ସମ୍ମାନ ଏବଂ ଭଲ ପାଇବା ଥିଲା। ସେ କହିଲା, ମାଲିକାଣୀ, ଆପଣ କଷ୍ଟ ପାଉଥିଲେ ମୋତେ ବି ଜମା ଭଲ ଲାଗୁନି। ମୁଁ ଭାବିବାକୁ ଲାଗିଲି, ଏହି ସାଧାରଣ ଗାଉଁଲି ପିଲାଟି ଭିତରେ ଏତେ ଭଲ ଗୁଣ କେଉଁଠୁ ଆସିଲା। ସେ କେବଳ ମୋର ଚାକର ନା ଆଉ କିଛି। ମୋ ମନରେ ଧୀରେ ଧୀରେ ତା ପାଇଁ ଏକ ସ୍ଥାନ ତିଆରି ହେଉଥିଲା। କିନ୍ତୁ ମୁଁ ଜାଣିନଥିଲି ଯେ କାଳିଆର ଅସଲ ପରିଚୟ କଣ ଏବଂ ସେ କେଉଁ ଉଦ୍ଦେଶ୍ୟରେ ମୋ ଜୀବନକୁ ଆସି